जिले में पल्स पोलियो टीकाकरण कार्यक्रम अनुष्ठित। राज्य सरकार निष्पत्ति प्रकार आज 12/10/2025 ठारू 14/10/2025 पर्यंत समग्र गजपति जिला स्तरीय पल्स पोलियो टीकाकरण कार्यक्रम शुभारंभ होईछि। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶଙ୍କର କେରକେଟା, ସମ୍ମାନିତ ଅତିଥି ଭାବେ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲି, ଡିପିଏମ୍ ଶ୍ରୀମତୀ ସରିତା ମହାପାତ୍ର, ଡିଏମ୍ଆରସିଏଚ୍ ଶ୍ରୀମତୀ ପ୍ରଣତି ସାହୁ, ଏପିଡେମିଓଲୋଜିଷ୍ଟ ଶ୍ରୀମତୀ ସାବିତ୍ରୀ ରାଉତ, ଗଜପତି ଦୀପକ କୁମାର ପାଣିଗ୍ରାହୀ, ଆଇସିଏ ସୁରେଶ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପ୍ରାୟ 65,536 ଜଣ ଶିଶୁଙ୍କୁ 2 ବୁନ୍ଦା ପୋଲିଓ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଚିହ୍ନଟ କରାଯାଇଥିବା ଜିଲ୍ଲାର 574 ଗୋଟି ବୁଥରେ 2 ଜଣିଆ ଟିକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ 20ଟି ଭ୍ରାମ୍ୟମାଣ ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ 30ଟି ଦଳ ନିୟୋଜିତ କରାଯାଇଛି।